ଆସନ୍ତୁ ଜାଣିବା ଆଜି ସୁନ୍ଦର କଥାଟିଏ। କିଏ ପ୍ରଥମେ କାଉଡ଼ି ଯାତ୍ରା ଆରମ୍ଭ କରିଥିଲେ? କାହିଁକି ହୋଇଥାଏ କାଉଡ଼ି ଯାତ୍ରା? ପ୍ରଥମ କାଉଡ଼ିଆ କିଏ ଥିଲେ? ଶ୍ରାବଣ ମାସ ହେବା ମାତ୍ରେ କାଉଡ଼ିଆଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥାଏ। ମହାଦେବଙ୍କ ନାମ ଉଚ୍ଚାରଣ କରନ୍ତି ଭକ୍ତ। ତେବେ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ କାଉଡ଼ିଆମାନେ ଆରମ୍ଭ କରିଥାନ୍ତି ସେମାନଙ୍କର ପ୍ରୟାସ। ଦେହରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି କାନ୍ଧରେ ବାଉଙ୍ଗି ଧରି ଖାଲି ପଦରେ ବାହାରି ଯାଆନ୍ତି ଶିବଙ୍କୁ ଜଳାଭିଷେକ କରିବାକୁ। ଏହି କାଉଡ଼ିଆ ଯାତ୍ରାରେ କେବଳ ଜଣେ ଦୁଇ ଜଣ ନାହାନ୍ତି, ଏଥିରେ ସାମିଲ ଥାନ୍ତି ଅନେକ ଭକ୍ତ। କାନ୍ଧରେ କାଉଡ଼ି ପାଣି ନେଇ ଖାଲି ପାଦରେ ଚାଲି ଚାଲି ଯାଇଥାନ୍ତି ନିଜେ ନିର୍ଣ୍ଣୟ କରିଥିବା ଶୈବପୀଠକୁ। ସେଠାରେ ନିଜର ମାନସିକ ଜଣାଇ ଭଗବାନ ଶିବଙ୍କ ଉପରେ ଜଳାଭିଷେକ କରିଥାନ୍ତି। ଏହି କାଉଡ଼ିଆଙ୍କ ଯାତ୍ରାରେ ଥାଆନ୍ତି ଅନେକ ବଡ଼ବଡ଼ିଆ, ସମସ୍ତେ ଶିବଙ୍କ ପ୍ରସନ୍ନ କରିବାକୁ ଜଳାଭିଷେକ କରିବାକୁ ଆସିଥାନ୍ତି। ତେବେ ଶ୍ରାବଣ ମାସରେ ଭଗବାନଙ୍କର ଏଭଳି ପୂଜା ଦେଖି ଆପଣଙ୍କ ମନରେ ନିଶ୍ଚୟ ଏଭଳି କିଛି ପ୍ରଶ୍ନ ଆସୁଥିବ ଯେ ଏହି ଶିବଙ୍କୁ ପ୍ରସନ୍ନ କରିବାକୁ କିଏ ଏହି କାଉଡ଼ି ଯାତ୍ରା ଆରମ୍ଭ କରିଥିଲେ ଏବଂ ତା ପଛରେ କ'ଣ ଥିଲା କାରଣ? ତେବେ ଏହି ଭିଡ଼ିଓରେ ଆମେ ଆପଣଙ୍କୁ କହିବୁ ଏମିତି କାହିଁକି କରାଯାଏ। କିଏ ପ୍ରଥମ କାଉଡ଼ିଆ? କାଉଡ଼ି ଯାତ୍ରାକୁ ନେଇ ଅନେକ ବିଶ୍ୱାସ ରହିଛି। ପୁରାଣ ଅନୁଯାୟୀ ଏହି ଯାତ୍ରାରେ ପରମ୍ପରା ସମୁଦ୍ର ମନ୍ଥନ ସହିତ ଜଡ଼ିତ, ଯେଉଁଥିରେ ସାମିଲ ଅଛନ୍ତି ମହାବିଦ୍ୱାନ ତଥା ନୈଷ୍ଠିକ ବ୍ରାହ୍ମଣ ରାବଣ। ବାସ୍ତବରେ ସମୁଦ୍ର ମନ୍ଥନ ବେଳେ ହେଉଥିବା ବିଷ ପିଇବା କାରଣରୁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଯାଇଥିଲା, ଯାହା ପାଇଁ ତାଙ୍କୁ ନୀଳକଣ୍ଠ ଡକାଯାଏ। ଭଗବାନ ଶିବ ଏହି ବିଷ ପିଇଥିବା କାରଣରୁ ତାଙ୍କୁ ଅନୁଭୂତ ହୋଇଥିବା ପୀଡ଼ାର ନିବାରଣ ପାଇଁ ରାବଣ ଭଗବାନ ଶିବଙ୍କୁ ଏହି ନକାରାତ୍ମକ ପ୍ରଭାବରୁ ମୁକ୍ତ କରିବା ପାଇଁ ଧ୍ୟାନ କରିଥିଲେ। ଏହାପରେ ରାବଣପୁର ମହାଦେବରେ ଅବସ୍ଥିତ ଶିବ ମନ୍ଦିରରେ ଶିବଙ୍କ ଜଳାଭିଷେକ କରିଥିଲେ। ଯେତେବେଳେ ରାବଣ ଏହା କରିଥିଲେ, ଶିବ ବିଷର ନକାରାତ୍ମକ ପ୍ରଭାବରୁ ମୁକ୍ତି ପାଇଥିଲେ। ଏହା ପରେ ପରେ ହିଁ କାଉଡ଼ିଆ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। କାଉଡ଼ି ଯାତ୍ରା ସମୟରେ ସମସ୍ତ କାଉଡ଼ିଆ ହରିଦ୍ୱାରକୁ ଯାଇ ସେଠାରୁ ଗଙ୍ଗା ଜଳ ଆଣିଥାନ୍ତି। ବିଶ୍ୱାସ କରାଯାଏ ଯେ ଭଗବାନ ଶିବ ଶ୍ରାବଣ ମାସରେ ତାଙ୍କ ଶ୍ୱଶୁର ଘର ରାଜା ଦକ୍ଷଙ୍କ ନଗରୀ କଙ୍ଖଲ ହରିଦ୍ୱାରରେ ରହିଥିଲେ। ଏହି ସମୟରେ ସେ ଭଗବାନ ବିଷ୍ଣୁଙ୍କ ଶୋଇବା ଘରକୁ ଯାନ୍ତି। ସେହି ସମୟରେ ଭଗବାନ ଶିବ ଏହି ମାସରେ ତିନି ଲୋକର ଯନ୍ତ୍ର ନିଅନ୍ତି। ଏହି କାରଣରୁ ଶ୍ରାବଣ ମାସରେ ସମସ୍ତ କାଉଡ଼ିଆ ଗଙ୍ଗା ଜଳ ଆଣିବାକୁ ହରିଦ୍ୱାର ଯାଇଥାନ୍ତି। ସମସ୍ତ କାଉଡ଼ିଆ ସେମାନଙ୍କ କାଉଡ଼ିରେ ଗଙ୍ଗା ଜଳ ଭରି ଏବଂ କାଉଡ଼ିଆମାନେ ଏହି କାଉଡ଼ିକୁ ରଙ୍ଗୀନ ଭାବେ ସଜାନ୍ତି ଏବଂ ଖାଲି ପାଦରେ ସେମାନଙ୍କ ଯାତ୍ରା ସମାପ୍ତ କରନ୍ତି। ସେମାନଙ୍କ ମନୋନୀତ ମନ୍ଦିରରେ ପହଞ୍ଚିବା ପାଇଁ କାଉଡ଼ିଆମାନଙ୍କର ଏକ ନିର୍ଦ୍ଦିଷ୍ଟ ସମୟ ରହିଛି। ଏହାର କାରଣ ହେଉଛି ସମସ୍ତ କାଉଡ଼ିଆ ଶ୍ରାବଣ ମାସର ଚତୁର୍ଦ୍ଦଶୀରେ ହିଁ ଭଗବାନ ଶିବଙ୍କୁ ଜଳାଭିଷେକ କରିବାକୁ ପଡ଼ିବ ବୋଲି ମନାଯାଏ। ଆପଣ ଜାଣିଲେ କିଏ ପ୍ରଥମେ କାଉଡ଼ି ଯାତ୍ରା ଆରମ୍ଭ ହୋଇଥିଲା ଆଉ କାହାଠାରୁ କାଉଡ଼ି ଯାତ୍ରା ଆରମ୍ଭ ହୋଇଥିଲା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।